ରଘୁବର ଦାସ ବି ଜଣେ ଭଲ ଲୋକ ନଥିଲେ। ଗୋଟେ ଗଭର୍ଣ୍ଣର ପୋଷ୍ଟର ସେମିତି ବିଶେଷ କିଛି କାମ ନାହିଁ। ସେ ଚାହିଁଲେ ବି ଗାଣ୍ଡୁଏ ମାଟି କୋଉଠି ପକେଇ ପାରିବେନି। ଯାହା କରିବେ ରାଜ୍ୟ ସରକାର କରିବେ, ମୁଖ୍ୟମନ୍ତ୍ରୀ ବା ମନ୍ତ୍ରିମଣ୍ଡଳ ନିଷ୍ପତ୍ତି ନେବ କାର୍ଯ୍ୟକାରୀ କରିବେ। କୁହାପଛା କରି କିଛି କରିବେ। କିନ୍ତୁ ରଘୁବର ଦାସ 30ଟା ଜିଲ୍ଲା ବୁଲିକି ସେ କହିଲେ କିଛି ହେଉନି, ଦୁର୍ନୀତି ହେଉଛି, ଅମୁକ ହେଉଛି, ଢିଙ୍କି ହେଉଛି। ସେ ଗୋଟେ ଦଳୀୟ ପ୍ରଚାର କଲେ। ଏକ ଯେତେବେଳେ ତାଙ୍କ ସରକାର ଆସିଲା, ଡବଲ ଇଞ୍ଜିନ୍ ସରକାରର ତାଙ୍କର କନିଷ୍ଠ ସରକାର ଓଡ଼ିଶାରେ ଆସିଲା ବିଜେପିର, ତାଙ୍କ ପୁଅ ବାଡ଼େଇଲେ ପୁରୀରେ। ତାପରେ କ'ଣ ୟୁନିଭର୍ସିଟି ବିଲ୍ ଯେଉଁ ଆସିଥିଲା ସେଇଟା କ'ଣ ସିଏ ଦସ୍ତଖତ କଲେନି। ତାପରେ କିଏ କହୁଛି କ'ଣ ଝାଡ଼ଖଣ୍ଡ ଫାଡ଼ଖଣ୍ଡ କ'ଣ ହେଇଥିଲା, ଏତେ କଥା ମୁଁ ଜାଣିନି। କିନ୍ତୁ ସେ ଯାହାହେଲେ ବି ଏମାନେ ଏମିତିଆ ଲୋକଙ୍କୁ ବାଛୁଥିଲେ କାହିଁକି, ଓଡ଼ିଶାକୁ ପଠାଉଥିଲେ କାହିଁକି, ପୁଣି କାହିଁକି ନେଲେ, ସେଟା କେନ୍ଦ୍ର ସରକାର ଉତ୍ତର ଦେବେ। ପ୍ରଥମ କଥା, ଏଭଳିଆ ଲୋକକୁ ସିଲେକ୍ଟ କାହିଁକି କଲେ ଓଡ଼ିଶା ଆସିବାକୁ। ଦ୍ୱିତୀୟ କଥା, ତାଙ୍କୁ ନେଲେ କାହିଁକି। ହେଇଥିବ ଯଦି ଇଲେକ୍ସନ୍ ଖଟେଇବାକୁ ଆଣିଥିଲେ, ଇଲେକ୍ସନରେ କର୍ମୀ ଭଳିଆ ଖଟେଇବାକୁ ଆଣିଥିଲେ, ସିଏ ଜାଣିଥିବେ। କେନ୍ଦ୍ର ସରକାର ଉତ୍ତର ଦିଅନ୍ତୁ। ସେ କ'ଣ ଜାଣିନଥିଲେ ସେ ଠିକଣା ଲୋକ ନୁହେଁ ବୋଲି। ଗଭର୍ଣ୍ଣର ଜଣେ ଦଳୀୟ କର୍ମୀ ହେବେ, ଗଭର୍ଣ୍ଣର ହାଉସ୍ ଗୋଟେ ପାର୍ଟି ଅଫିସ୍ ହେବ ଏବଂ ତାଙ୍କ ପରିବାର ଲୋକ ବାଡ଼ିଆ ପିଟା କରିବେ। ଏଇଟା ଭଲ କଥା ନୁହେଁ। ତେଣୁ ସେ କାହିଁକି ତାଙ୍କୁ ଆଣିଥିଲେ କାହିଁକି, ବିଦା କଲେ କାହିଁକି, ଉତ୍ତର ସିଏ ଦେବେ।